ପିଲାମାନେ ନୂଆ ବର୍ଷର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ପିଲାମାନେ ଶୁଭକାମନା। ତ ପିଲାମାନେ ଆଦର୍ଶ ପରୀକ୍ଷା 2026 ତମର 9 ତାରିଖ ଏକ୍ଜାମ ହେବାକୁ ଯାଉଛି ପିଲାମାନେ। ଆଦର୍ଶ ପରୀକ୍ଷା 2026ରେ ତୁମର 9 ତାରିଖ ଏକ୍ଜାମ ହେବାକୁ ଯାଉଛି। ପିଲାମାନେ 9 ତାରିଖ ପାଇଁ ପିଲାମାନେ ସର୍ବପ୍ରଥମେ କହିବି ଆମ ୟୁଟ୍ୟୁବ ଚ୍ୟାନେଲରେ ପିଲାମାନେ ଡେଲି ପିଲାମାନେ ପ୍ରତ୍ୟେକ ଦିନ 1ରୁ 4ଟି 5ଟି ଭିଡ଼ିଓ ଲେଖା ଅପଲୋଡ଼ ହେଉଛି। ପିଲାମାନେ 2ରୁ 3 4 5 ତ ଏଇ ଟାଇପ୍ରେ ଭିଡ଼ିଓ ଅପଲୋଡ଼ ହେଉଛି। ପିଲାମାନେ ତୁମେ ଯଦି ଦୁଇଟି ଭିଡ଼ିଓ ହିଁ ଦେଖୁଛ 9 ତାରିଖ ପର୍ଯ୍ୟନ୍ତ, 1 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ପିଲାମାନେ ଦୁଇଟି ଭିଡ଼ିଓ ହିଁ ଦେଖୁଛ, 100% ପିଲାମାନେ କହିବି ଏଥର ଆଦର୍ଶରେ ପଢ଼ିବା ଫାଇନାଲ୍। ତୁମେ ଯଦି ଦୁଇଟି ଭିଡ଼ିଓ ହିଁ ଦେଖୁଛ, ବୁଝିପାରିଲ? ତ ଏଇ ଗୋଟିଏ ଭିଡ଼ିଓରେ ପିଲାମାନେ ଆଦର୍ଶ କମ୍ପ୍ଲିଟ୍ କରିବା। ତମର ପିଲାମାନେ ୟା ପୂର୍ବରୁ ପିଲାମାନେ ଆମର 2ଟି ସେଟ୍ କମ୍ପ୍ଲିଟ୍ ହୋଇଯାଇଛି। ଆଉ 3ଟି ସେଟ୍ ଅଛି ପିଲାମାନେ। 3ଟି ସେଟ୍ରେ ଆମର କେତୋଟି ଭିଡ଼ିଓ ଯିବ ନା 3ଟି ସେଟ୍ରେ 3 9ଟି ଭିଡ଼ିଓ ଯିବ। ତ 9ଟି ଭିଡ଼ିଓ ଯଦି କମ୍ପ୍ଲିଟ୍ କରିଦେଉଛ ତାହେଲେ ଏଥର ପିଲାମାନେ ଆଦର୍ଶରେ ପଢ଼ିବା ଫାଇନାଲ୍। ବୁଝିପାରିଲ? ତ ଆଜି ପିଲାମାନେ ଇଂଲିଶର କ୍ୱେଶ୍ଚନ୍ ଡିସ୍କସନ୍ କରିବା। ତ ଫାର୍ଷ୍ଟ ଟାଇମ୍ କହିବି SM ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ଏବେ ହିଁ ସବସ୍କ୍ରାଇବ୍ କର ପିଲାମାନେ। ବିଲକି ଯେତିକି କ୍ୱେଶ୍ଚନ୍ ଦେଇଥିବି ପିଲାମାନେ ସେତିକି କ୍ୱେଶ୍ଚନ୍ ତୁମେ ଯଦି ଭଲ କରି ପ୍ରାକ୍ଟିସ୍ କରି ଯାଇଥିବ 100% ପିଲାମାନେ ତୁମର ଏକ୍ଜାମ୍ ଭଲ ହେବ। ବୁଝିପାରିଲ? ତ ସର୍ବପ୍ରଥମେ କହିବି ଏଥର ଆଦର୍ଶରେ ପଢ଼ିବା ପିଲାମାନେ ଫାଇନାଲ୍ ହେବ। ଆଦର୍ଶ ପରୀକ୍ଷା 2026 ପିଲାମାନେ ଗୋଟିଏ ଭିଡ଼ିଓରେ ତୁମେ ଯଦି ଭଲ କରି କମ୍ପ୍ଲିଟ୍ କରୁଛ 100% ପିଲାମାନେ ଭଲ ମାର୍କ ରଖିବା ଆଦର୍ଶରେ। ବୁଝିପାରିଲ? ତ ବେଶୀ କିଛି କହିବିନି। ତ ନୂଆ ବର୍ଷର ପିଲାମାନେ ଦୁଇଟି ଭିଡ଼ିଓ ଲେଖା ଦେଖ ଏବଂ ଗୋଟିଏ ଲେଖା ସେୟାର କରିଦେବ ଏବଂ ପିଲାମାନେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବ ନାହିଁ। ସବସ୍କ୍ରାଇବ୍ କରିବା ନାହିଁ କି ଭୁଲିବ ନାହିଁ। ବୁଝିପାରିଲ? ପିଲାମାନେ ଫାଷ୍ଟ ତ ଏତିକି ମନେ ରଖିଲ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବ ନାହିଁ। ତ ସର୍ବପ୍ରଥମେ ପିଲାମାନେ ତ ଭିଡ଼ିଓଟାକୁ ମୂଳଠୁ ଦେଖି ପିଲାମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖ, ଯାହାଦ୍ୱାରା ବୁଝିପାରିବ। ଯଦି ଲାଷ୍ଟ ପର୍ଯ୍ୟନ୍ତ ନ ଦେଖିବ ପିଲାମାନେ କିଛି ବୁଝିପାରିବ ନାହିଁ। ତ ମୂଳଠୁ ଦେଖି ଲାଷ୍ଟ ପର୍ଯ୍ୟନ୍ତ ଦେଖ, ଭିଡ଼ିଓଟି ବୁଝିପାରିବ ଏବଂ ପିଲାମାନେ ଆମ ଚ୍ୟାନେଲକୁ ଯେଉଁ ନୂଆ ଆସୁଛ ସବସ୍କ୍ରାଇବ୍। ପିଲାମାନେ ଆଜିର ଭିଡ଼ିଓରେ ଆମେ ସାମାଜିକ ବିଜ୍ଞାନ ଆମେ ଡିସ୍କସନ୍ କରିବା ପିଲାମାନେ। ୟା ପୂର୍ବରୁ ସାଇନ୍ସ ପିଲାମାନେ ସରିଥିଲା ଏବଂ ମ୍ୟାଥମେଟିକ୍ସ ସରିଥିଲା ଏବଂ ପିଲାମାନେ ଇଂରାଜୀ ସରିଥିଲା। ତୁମେ ଯଦି ଦେଖିନ ପିଲାମାନେ ବାରମ୍ବାର କହୁଛି ସେ ଭିଡ଼ିଓ ଯାଇ ଦେଖ। ଦେଖ ଆଜି ଆମେ ଭାରତର ସଂସଦର କେତୋଟି ଗୃହ ଅଛି ପିଲାମାନେ ଦେଖ। ତୁମେ ଯଦି ଆନ୍ସର୍ ଜାଣିଥିବ ତୁମେ ଆନ୍ସର୍ କମେଣ୍ଟ କରିବ ପିଲାମାନେ, ମୁଁ ତୁମକୁ ଆନ୍ସର୍ କହିଦେବି। ବୁଝିଲ କି? ତ ଦେଖ ଭାରତର ସଂସଦରେ କେତୋଟି ଗୃହ ଅଛି ପିଲାମାନେ ଜାଣିଛନ୍ତି ପିଲାମାନେ? 2ଟି ଗୃହ ଅଛି। 2 ହେଉଛି ରାଇଟ୍ ଆନ୍ସର୍ ହେଇଯିବ। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ ଭାରତର ପ୍ରବେଶ ଦ୍ୱାର କେଉଁଠାରେ ଅବସ୍ଥିତ? ବାରମ୍ବାର ଏଇ କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିଚାଲିଛନ୍ତି ପିଲାମାନେ। ଏଇ କ୍ୱେଶ୍ଚନ୍ ବି ଏକ୍ଜାମ୍ରେ ଆସିବ ପିଲାମାନେ। ପ୍ରବେଶ ଦ୍ୱାର ଅଛି ମାନେ ମୁମ୍ବାଇ ମାରିବ। ତ 41 ନମ୍ବର ପିଲାମାନେ ମୁମ୍ବାଇ ହେଉଛି ରାଇଟ୍ ଆନ୍ସର୍। ପ୍ରବେଶ ଦ୍ୱାର ଅଛି ପିଲାମାନେ ମୁମ୍ବାଇ ମାରିବ। ଲାଲକିଲ୍ଲା କୋଉଠି ଅଛି? ନା ନୂଆଦିଲ୍ଲୀ ଅଛି। ତ ଚାନ୍ଦିପୁର ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ? ପିଲାମାନେ ଚାନ୍ଦିପୁର ଜାତୀୟ ଉଦ୍ୟାନ ପିଲାମାନେ ଏଟା ବି ଏକ୍ଜାମ୍ରେ ଆସିଲା ଭଳି କ୍ୱେଶ୍ଚନ୍, ଏଟା ବି ଭଲ ଭାବରେ ଦେଖିବ। କର୍ଣ୍ଣାଟକରେ ପିଲାମାନେ ଚାନ୍ଦିପୁର ଜାତୀୟ ଉଦ୍ୟାନଟି ଅବସ୍ଥିତ। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ ଅଶୋକ ଚକ୍ରରେ କେତୋଟି ଅର ଅଛି ପିଲାମାନେ? ଅଶୋକ ଚକ୍ରରେ ପିଲାମାନେ ଦେଖ ଏଇଟା ଅଶୋକ ଚକ୍ର। ତିରଙ୍ଗା ପତାକା ପିଲାମାନେ କାଟିବି ମୁଁ ତମ ଆଗରେ। ଦେଖ ଭୁଲ ହେଲା ପିଲାମାନେ। ଦେଖ ଏଇଟା ପିଲାମାନେ ଅଶୋକ ପିଲାମାନେ ଚକ୍ର କ'ଣ ତମେ ଜାଣିନଥିବ। ଏଇଟା ପିଲାମାନେ ଦେଖ ଏଇଟା ହେଉଛି ତିରଙ୍ଗା ପତାକା। ଏଇଟା ଆମ ପତାକା ହେଲେ ପିଲାମାନେ ୟା ଭିତରେ ଗୋଟେ ଗୋଲ ଥାଏ, ସାର୍କଲ୍ ଥାଏ। ୟାର ଭିତରେ ଗୋଟେ ସାର୍କଲ୍ ଥାଏ। ଏଇଟା ପିଲାମାନେ ୟାର ଗାର ଥାଏ। ପିଲାମାନେ କେତୋଟି ଗାର ଥାଏ ମନେ ରଖିବ। ୟା ଭିତରେ ଯେଉଁ ଗାରଟା ଅଛି ଏଇଟା କେତୋଟି ଥାଏ? ନା 24ଟି ଥାଏ। କେତୋଟି ଥାଏ? ନା 24ଟି। ତ ୟା ଭିତରେ ଯେଉଁ ଗାର ଅଛି ଏଟାକୁ କ'ଣ କୁହନ୍ତି? ନା ଅର କୁହନ୍ତି। ଅର। ବୁଝିପାରୁଛ? ତ ପିଲାମାନେ ଉପରେ କି କଲର୍? ମଝିରେ ପିଲାମାନେ ହ୍ୱାଇଟ୍ କଲର୍ ଆଉ ତଳେ କି କଲର୍? ପିଲାମାନେ ଉପରେ କି କଲର୍ ତଳେ କି କଲର୍ ସେଇଟା ପିଲାମାନେ ସମସ୍ତେ କମେଣ୍ଟ କରିବ। ଆମ ପତାକାର ଫାଷ୍ଟ କି କଲର୍ ଥାଏ, ସେକେଣ୍ଡ କି କଲର୍ ଥାଏ, ଥାର୍ଡ଼ କି କଲର୍ ଥାଏ? ମଝିଟା ପିଲାମାନେ କହିଦେଲି ହ୍ୱାଇଟ୍ ଏବଂ ପିଲାମାନେ ଉପରଟା ଏବଂ ତଳଟା ସମସ୍ତେ କମେଣ୍ଟ କର। ଦେଖ 44 ନମ୍ବର ଆମେ ଶିକ୍ଷକ ଦିବସ କେବେ ପାଳନ କରିଥାଉ? ପିଲାମାନେ ଦେଖ ସେପ୍ଟେମ୍ବର 5ରେ ପିଲାମାନେ ଆମେ ଶିକ୍ଷକ ଦିବସ ପାଳନ କରିଥାଉ। ସେପ୍ଟେମ୍ବର 5 ପିଲାମାନେ ଗୁରୁ ଦିବସ କେବେ ପାଳନ କରିଥାନ୍ତି? ତ ସମସ୍ତେ କମେଣ୍ଟ କର ମୁଁ ଦେଖିବି। ଦେଖ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ଦେଖ ଆରାମ ହାରାମ ଅଟେ। ତ ଏଇ କଥାଟା କିଏ କହିଥିଲେ ପିଲାମାନେ? ଆରାମ ହାରାମ ଅଟେ ପିଲାମାନେ ମହାତ୍ମା ଗାନ୍ଧୀ କହିଥିଲେ ଆମେ ଜାଣିଛନ୍ତି। ଆରାମ ହାରାମ ଅଟେ ପିଲାମାନେ ଏଇ କ୍ୱେଶ୍ଚନ୍ଟି ଏକ୍ଜାମ୍ରେ ଆସିବ ପିଲାମାନେ। ଏକ୍ଜାମ୍ରେ ଆସିବ 100% ଦେଖିବ। ଆରାମ ହାରାମ ଅଟେ ଆମର ମହାତ୍ମା ଗାନ୍ଧୀ କହିଥିଲେ। ତ 46 ନମ୍ବର କାହାକୁ ଦ୍ୱୀପ ମହାଦେଶ କୁହାଯାଏ? ପିଲାମାନେ ଦ୍ୱୀପ ମହାଦେଶ ଆମେ ଜାଣିଛନ୍ତି। ଦ୍ୱୀପ ମହାଦେଶ ପିଲାମାନେ ଦ୍ୱୀପ ମହାଦେଶ କାହାକୁ କୁହାଯାଏ? ନା ଅଷ୍ଟ୍ରେଲିଆକୁ କୁହାଯାଏ ପିଲାମାନେ। ଅଷ୍ଟ୍ରେଲିଆ ଏକ୍ଜାମ୍ରେ ଆସିବ ଭଲ କରି ଦେଖିବ। ଦେଖ 47 ନମ୍ବର ଦେଖିବା। କେଉଁ ଜୀବ ଅନେକ କିଲୋମିଟର ଦୂରରୁ ତାର ପତ୍ନୀକୁ ପିଲାମାନେ ଜାଣିପାରେ? ପିଲାମାନେ ଏଇ କ୍ୱେଶ୍ଚନ୍ ବି ଏକ୍ଜାମ୍ରେ ଆସେ। ତ ଟିକେ ଭଲ କରି ଦେଖି ଯାଇଥିବ। ତ କେଉଁ ଜୀବଟା ପିଲାମାନେ ଅନେକ ଦୂରରୁ ପିଲାମାନେ କ'ଣ ନା ତା ପତ୍ନୀକୁ ପିଲାମାନେ ଜାଣିପାରିବ। କେଉଁ ଜୀବ ପିଲାମାନେ? ସେ ହେଉଛି ପ୍ରଜାପତି। କୋଉଟା? ନା ପ୍ରଜାପତି ପିଲାମାନେ ଅନେକ ଦୂରରୁ ତାର ପତ୍ନୀକୁ ପିଲାମାନେ ସେ ଜାଣିପାରେ। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ 48 ନମ୍ବର କ୍ୱେଶ୍ଚନ୍ ଦେଖିବା। ଭାରତର ସମ୍ବିଧାନର ଜନକ କାହାକୁ କୁହାଯାଏ? ଭାରତର ସମ୍ବିଧାନର ଜନକ କାହାକୁ କୁହାଯାଏ? ପିଲାମାନେ ଏକ୍ଜାମ୍ରେ ଆସିବ, ଏକ୍ଜାମ୍ରେ ପଡ଼ିଛି, ଆଗକୁ ବି ପଡ଼ିବ। ପିଲାମାନେ ଡକ୍ଟର B.R. ଆମ୍ବେଦକର ପିଲାମାନେ ସମ୍ବିଧାନର ଜନକ ଡକ୍ଟର B.R. ଆମ୍ବେଦକର। ପିଲାମାନେ ଦେଖ 48 ନମ୍ବରଟା ପିଲାମାନେ ତୁମେ ଆଗକୁ ବି ବଢ଼ିଲେ ତୁମେ ପଢ଼ିବ ଏଇ କ୍ୱେଶ୍ଚନ୍ଟି। ତ 48 ନମ୍ବରଟା ଟିକେ ଭଲ କରି ଦେଖିକି ଯାଇଥିବ।
ବୁଝିପାରୁଛ? ତ ପିଲାମାନେ 48 ସଇଲା। 49 ନମ୍ବର ଦେଖିବା କ'ଣ ଅଛି? ଦେଖ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହର ନାମ କ'ଣ? ପୃଥିବୀର ଏକମାତ୍ର ପିଲାମାନେ ପ୍ରାକୃତିକ ଉପଗ୍ରହ ଅଛି। ତ ତାହାର ନାମଟା କ'ଣ? ପିଲାମାନେ ଦେଖ ତଳ ଆଡୁ ଦେଖିବା ଭାସ୍କର ପିଲାମାନେ। ଭାସ୍କର ପିଲାମାନେ ଉପଗ୍ରହ ନୁହେଁ। ତାପରେ ଅଛି GAC-80-19 ଏଟା ଉପଗ୍ରହ ନୁହେଁ। ପିଲାମାନେ ଏକମାତ୍ର ପ୍ରାକୃତିକ ଉପଗ୍ରହ ଅଛି। ଆଉ PSLV-42 ଏଟା ପିଲାମାନେ ଉପଗ୍ରହ ନୁହେଁ। ପିଲାମାନେ ଏକମାତ୍ର ପ୍ରାକୃତିକ ଉପଗ୍ରହ ଅଛି ସେଇଟା ହଉଛି ଚନ୍ଦ୍ରମା। କୋଉଟା? ନା ଚନ୍ଦ୍ରମା ହଉଛି ରାଇଟ୍ ଆନ୍ସର ହେଇଯିବ। ବୁଝିପାରୁଛ? ଚନ୍ଦ୍ରମା ପିଲାମାନେ ଆମର ଏକ ପ୍ରାକୃତିକ ଉପଗ୍ରହର ନାମ। କ୍ଲିୟର ସମସ୍ତେ? ତ 50 ନମ୍ବର କ୍ୱେଶ୍ଚନ ଦେଖିବା। ସବୁଠାରୁ ଅଧିକ ଲବଣାମ୍ଳ ସମୁଦ୍ର ନାମ କ'ଣ? ପିଲାମାନେ ସବୁଠାରୁ ଯଦି ଅଧିକ ଲବଣାକ୍ତ ସମୁଦ୍ର କହିବା ପିଲାମାନେ ଆମ ରାଇଟ୍ ଆନ୍ସର ହେଇଯିବ ମୃତ ସାଗର। କୋଉଟା? ନା ମୃତ ସାଗର। ଏଇ କ୍ୱେଶ୍ଚନଟି ପିଲାମାନେ ଏକ୍ଜାମରେ ଆସେ ତ ଭଲ କରି ଟିକେ ଦେଖି ଯାଇଥିବ। ହାର୍ଡ ଅଛି ଟିକେ କ୍ୱେଶ୍ଚନ, ପିଲାମାନେ ଭୁଲ କରନ୍ତି ବହୁତ। ସବୁଠାରୁ ଯଦି ଅଧିକ ଲବଣାମ୍ଳ ସମୁଦ୍ର କଥା କହିବ ଏଇଟା କ'ଣ ହେଇଯିବ? ନା ମୃତ ସାଗର ରାଇଟ୍ ଆନ୍ସର ହେଇଯିବ। ବୁଝିପାରୁଛ? ସମସ୍ତେ କ୍ଲିୟର ହେଲ ପିଲାମାନେ? ତ 51 ନମ୍ବର ଦେଖିବା ପିଲାମାନେ ଦେଖ। ନେହେରୁ ପର୍ବତ ଆରଣ୍ୟ ସଂସ୍ଥା କେଉଁ ରାଜ୍ୟରେ ଅବସ୍ଥିତ? ପିଲାମାନେ ନେହେରୁ ପର୍ବତ ଆରଣ୍ୟ ସଂସ୍ଥା ଏଇଟା ପିଲାମାନେ ଏକ୍ଜାମରେ ଆସିବ। ନେହେରୁ ପର୍ବତ ଆରଣ୍ୟ ସଂସ୍ଥା କେଉଁ ରାଜ୍ୟରେ ଅବସ୍ଥିତ? ନା ଉତ୍ତରାଖଣ୍ଡରେ ଅବସ୍ଥିତ। କୋଉଠି ଅବସ୍ଥିତ? ନା ଉତ୍ତରାଖଣ୍ଡ। ଉତ୍ତରପ୍ରଦେଶ ଦେଇଛି, ବିହାର ଦେଇଛି, ତମକୁ ସିକିମ ଦେଇଛି, ତ ଏଇଗୁଡାକ ମାରିବ ନାହିଁ। ଉତ୍ତରାଖଣ୍ଡ ପିଲାମାନେ ରାଇଟ୍ ଆନ୍ସର। ଏଗୁଡା ଯଦି ପଢିଥିବ ପିଲାମାନେ କରିପାରିବ। ନେକ୍ସଟ କ୍ୱେଶ୍ଚନ ପିଲାମାନେ ଲାଷ୍ଟ କ୍ୱେଶ୍ଚନ। ପ୍ରଥମ ଭାରତୀୟ ନାରୀ ଯିଏକି ଏଭରେଷ୍ଟ ଶୃଙ୍ଗରେ ଚଢି ପାରିଥିଲେ। ଏଇ କ୍ୱେଶ୍ଚନଟି ଏକ୍ଜାମରେ ଆସିବ ପିଲାମାନେ। ଏକ୍ଜାମରେ ବହୁତ କମ ଆସେ ବଟ୍ ଏଇ କ୍ୱେଶ୍ଚନଟି ତମର ଜେନେରାଲ ନଲେଜରେ ଏବେ ଆସିବ ଏକ୍ଜାମରେ। ବୁଝିପାରୁଛ? ତ ପିଲାମାନେ ଦେଖ କଳ୍ପନା ଚାୱଲା ସଙ୍ଗୀତ ଏବଂ କଳ୍ପନା ମଲ୍ଲିକ ଏଗୁଡା ହବ ନାହିଁ। ତ ବିଚ୍ଛେନ୍ଦ୍ରୀ ପିଲାମାନେ ରାଇଟ୍ ଆନ୍ସର ହେଇଯିବ। ବିଚ୍ଛେନ୍ଦ୍ରୀ ପାଲ ପିଲାମାନେ ଭାରତର ଗୋଟେ ଆମର ଏମିତି ଗୋଟେ ନାରୀ ଥିଲେ ଯିଏକି ଏଭରେଷ୍ଟ ଶୃଙ୍ଗରେ ସିଏ ପହଞ୍ଚିଥିଲେ। ତାହାର ଗୁଡ଼ ଖରାପ ହେଲା ପରେ ବି ସେମାନେ ପିଲାମାନେ ସିଏ ପହଞ୍ଚିଥିଲେ। ତାଙ୍କ ଗୁଡ଼ ବି ଦେଖିଥିବ। ତାଙ୍କ ଭିଡ଼ିଓ ଯଦି ଦେଖିବ ପିଲାମାନେ ଜାଣିପାରିବ। ଗୁଡ଼ କଟିଥିଲା ତଥାପି ସେ ପିଲାମାନେ ପହଞ୍ଚିଥିଲେ ଏଭରେଷ୍ଟରେ। ବୁଝିଲ କି? ତ ପ୍ରଥମ ନାରୀ କିଏ ଥିଲେ? ନା ବିଚ୍ଛେନ୍ଦ୍ରୀ ପାଲ। ସେ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିଥିଲେ। ପିଲାମାନେ ଦେଖ 52ଟି କ୍ୱେଶ୍ଚନ କମ୍ପ୍ଲିଟ୍ ହେଇଗଲା। ତ ଆଜି ପାଇଁ ଏତିକି ପିଲାମାନେ। ୟା ପରେ ନେକ୍ସଟ ସେଟ୍ ଆମେ ଡିସ୍କସନ୍ କରିବା ପିଲାମାନେ ତୁମର 4 ତାରିଖରୁ 5 ତାରିଖ ଭିତରେ। ତ ଆଜି ପାଇଁ ଏତିକି ପିଲାମାନେ। ତ ସମସ୍ତେ କହିବି ଆମ ଚ୍ୟାନେଲକୁ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅ। ତ ଥ୍ୟାଙ୍କ ୟୁ।